ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ପଞ୍ଚାୟତ ସାହାରଦା ଗ୍ରାମରେ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ପରି ବାହୁଡ଼ା ଯାତ୍ରା ପ୍ରାୟ 44 ବର୍ଷ ପୂର୍ବେ ସାହାରଦା ଗ୍ରାମର ହରଦର ବେହେରା, ରବିନାରାୟଣ ବାରିକ, ଅନନ୍ତ ବେହେରା ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ମାତା ସୁଭଦ୍ରାଙ୍କୁ ଛୋଟ ରଥ କରି ପୂଜା କରୁଥିଲେ। କିଛି ବର୍ଷ ପୂର୍ବେ ଏହି ଗ୍ରାମର ରଘୁନାଥ ମହାନ୍ତି ତାଙ୍କ ନିଜ ଜମିକୁ ସ୍ୱହସ୍ତରେ ପ୍ରଭୁଙ୍କ ନାମରେ ପ୍ରଦାନ କରିଥିଲେ। ସେବେଠାରୁ ସେହି ଜମିରେ ଛୋଟିଆ ମନ୍ଦିରଟିଏ କରି ପୂଜା ସମେତ ରଥଯାତ୍ରା ସହ ବାହୁଡ଼ା ଯାତ୍ରା ହୋଇ ଆସୁଛି। ପ୍ରଭୁଙ୍କର ମହିମା ଅପାର କହିଲେ ନ ସରେ। ଏହି ଗ୍ରାମର ରବୀନ୍ଦ୍ର ମହାକୁଡ଼ କିଛି ଦିନ ପୂର୍ବେ ପୁରୀ ବୁଲିବାକୁ ଯାଇଥିବା ବେଳେ ପୁରୀ ସମୁଦ୍ରରେ ଗାଧୋଇବା ସମୟରେ ପ୍ରଭୁ ଭାସି ଆସି ତାଙ୍କ ନିକଟରେ ଲାଗିଥିଲେ। ରବୀନ୍ଦ୍ର ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ କୋଳେଇ ଆଣିଥିଲେ। ରବୀନ୍ଦ୍ର ପ୍ରଭୁଙ୍କୁ କିଛି ଦିନ ପୂର୍ବେ ନବକଳେବର କରି ଏହି ମନ୍ଦିରରେ ସ୍ଥାପନା କରିଥିଲେ। ପବିତ୍ର ରଥଯାତ୍ରା ସହିତ ବାହୁଡ଼ା ଯାତ୍ରାରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ରଥରେ ବସାଇ ରାଜା ହଳଧର ବେହେରା ଓ ସାର୍ଥକ ଦାସ ପଟ୍ଟନାୟକ ଛେରା ପହଁରା ସମେତ ବାଜା କୀର୍ତ୍ତନ କରି ମାଉସୀ ମା ମନ୍ଦିର ଯାଇ ନେଇ ଆସିଥିଲେ। ବାହୁଡ଼ା ଯାତ୍ରାକୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ରବୀନ୍ଦ୍ର ମହାକୁଡ଼, ହଳଧର ବେହେରା, ହରିଶ ଦାସ ପଟ୍ଟନାୟକ, ସାର୍ଥକ ଦାସ ପଟ୍ଟନାୟକ, ବସନ୍ତ ମହାନ୍ତି, ରବିନାରାୟଣ ବାରିକ, କାର୍ତ୍ତିକ ଚନ୍ଦ୍ର ନନ୍ଦ, ଶରତ ବାରିକ, ଶ୍ରୀଧର ମହାନ୍ତି, ଯତୀନ୍ଦ୍ର ମହାନ୍ତି, ରତିକାନ୍ତ ବେହେରା, ମୁକ୍ତିକାନ୍ତ ମହାନ୍ତି, ଶ୍ରୀଧର ବେହେରା, ଉଦୟନାଥ ବେହେରା ଓ ମନ୍ଦିର କମିଟିର ସଦସ୍ୟଙ୍କ ସମେତ ଗ୍ରାମର ୱାର୍ଡ ମେମ୍ବର ଶ୍ୟାମଘନ ଦାସ, ଗ୍ରାମବାସୀ ବୃନ୍ଦ ଓ ବହୁ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନେ ପବିତ୍ର ବାହୁଡ଼ା ଯାତ୍ରାରେ ସାମିଲ ହୋଇଥିଲେ।